ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ମୋର ଏଇ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ହେଉଛି ଦୁର୍ଗା ପୂଜାର ଅଷ୍ଟମୀ ପୂଜା। ଆଉ ଆମେ ଏବେ ବାହାରିଲୁ ଅଷ୍ଟମୀ ପୂଜା ପାଇଁ। ଏବେ ଗାଁର ଆମେ ଯାଉଛେ ରେଡ଼ି ହେଇକି ଗେଲିମାର ମୋର ଆଉ ତା ବାପାଙ୍କର। ଚାଲନ୍ତୁ ଯିବା ଅଷ୍ଟମୀ ପୂଜା କରିବା ପାଇଁ। ଆଉ ଆମ ଗେଲି ଦେଖନ୍ତୁ ଏଠି ରାଗି ହେଇଛି ସେ। ଦେଖନ୍ତୁ ସାଙ୍ଗମାନେ, ଆମେ ଏଠି ଆସିକି ପୂଜା ପାଖରେ ପହଞ୍ଚିଗଲେ, ପୂଜା ମଣ୍ଡପରେ। ଦେଖନ୍ତୁ କେତେ ଲମ୍ବା ଲାଇନ୍ ଲାଗିଛି ରାସ୍ତାରୁ ପୁରା। ଯେହେତୁ ଆମେ ଟିକେ ଲେଟ୍ କରିଦେଲେ ପୂଜାକୁ ଆସିବା ପାଇଁ, ଆଉ ସେଥିପାଇଁ 10ଟା ହୋଇଯାଇଛି। ସେଥିପାଇଁ ଲାଇନ୍ ବି ହେଇଛି। ଆଉ କ'ଣ କରିବା, ଲେଟ୍ରେ ଆସିଛି ସେତେବେଳେ, ଆଉ ଲାଇନ୍ରେ ଠିଆ ହେଇକି ପୂଜା କରିକି ଆସିବା। ଆଉ ଦେଖନ୍ତୁ ସାଙ୍ଗମାନେ କେତେ ଭିଡ଼, କେତେ ମାନେ ବହୁତ ଭିଡ଼ ହେଇଥିଲା। ଡେରି ହେଇଗଲା ଯେହେତୁ ସେଥିପାଇଁ ଭିଡ଼ ହେଇଗଲା। ଏଇଟା ହେଉଛୁ ଆମର ବାରିପଦାର ମଧୁବନ, ଜାଗାଟାର ନାମ ମଧୁବନ ପଡ଼ିଆ। ଏଠି ଆମର ପୂଜା ସରିଲା, ସଂକଳ୍ପ କଲେ, ପୁଷ୍ପାଞ୍ଜଳି ଦେଇକି ଆମର ପୂଜା ସରିଲା। ତାପରେ ସାଙ୍ଗମାନେ ଦେଖନ୍ତୁ, ଆମେ ବାହାରିକି ଆସିଲେ ସନ୍ଧ୍ୟାବେଳକୁ ଆଉ ଥରେ ବୁଲତେ ଯିବା ପାଇଁ। ଏଠି ଆମର ପାଲବଣୀ ପାଖରେ କେତେ ଭିଡ଼ ଦେଖନ୍ତୁ, ମାନେ ସନ୍ଧ୍ୟା 7ଟା ବେଳକୁ ଏତେ ଭିଡ଼ ହେଇଛି। ଯେହେତୁ ପାଗଟା ଟିକେ ଭଲ କରିଛି, ସେଥିପାଇଁ ଲୋକମାନେ ପୂଜାକୁ ବହୁତ ଭଲ ଭାବରେ ଉପଭୋଗ କରୁଛନ୍ତି, ଆଉ ବୁଲାବୁଲିରେ ମଜା ନେଉଛନ୍ତି। ଆଉ ଭଗବାନଙ୍କୁ ଡାକୁଛି ଏମିତି ପାଗଟା ଟିକେ ଭଲରେ ଥାଉ। ବର୍ଷକୁ ଥରେ ଦୁର୍ଗା ପୂଜାଟା, ବର୍ଷା ହେଲେ ସମସ୍ତଙ୍କର ମନ ଦୁଃଖ ହେବ। କେତେ ସୁନ୍ଦର ଭାବରେ ସବୁ ସଜେଇଛନ୍ତି, ଲାଇଟ୍ ଡେକୋରେସନ୍ ସବୁ କେତେ କେତେ ଜାଗାରେ ସବୁ ଡେକୋରେସନ୍ କରିଛନ୍ତି। ସୁନ୍ଦର ଭାବରେ ସଜା ହେଇଛି। ଆଉ ବର୍ଷା ହେଲେ ତ ସବୁ ବେକାର ଚାଲିଯିବ, କେତେ ପଇସା ବି ଖର୍ଚ୍ଚ କରିଛନ୍ତି। ଆଉ ବର୍ଷକୁ ଥରେ ମାଆ ଆସିଛନ୍ତି ଧରାପୃଷ୍ଠକୁ, ଆଉ ବର୍ଷା ହେଲେ ସବୁ ବେକାର ହେଇଯିବ। ସେଥିପାଇଁ ଦେଖନ୍ତୁ, ଏଠି ଆମେ ଏପଟେ ଆସିଛେ ଭଞ୍ଜପୁର ସାଇଡ଼୍କୁ। ଏଇଟା ହେଉଛି ଆମର ଭଞ୍ଜପୁର ଦୁର୍ଗା ମେଢ଼। ଦେଖନ୍ତୁ ସାଙ୍ଗମାନେ, ଆମର ଏବେ ଚାଲିଛି ଆମର ବୁଲାବୁଲି ଆଉ ଠାକୁର ଦେଖା। ଆମ ଗେଲିମାକୁ ଦେଖନ୍ତୁ, ତାର ଧୂପଟାକୁ ସେ ଛାଡ଼ୁନାହିଁ, ନେଇ ଚାଲିଛି। ଏଇଟା ଆମର ଅମ୍ବିକା ମନ୍ଦିର ପାଖରେ ହେଇଛି ଠାକୁର ହର ପାର୍ବତୀ। ଦେଖନ୍ତୁ, ଦୁର୍ଗା ପୂଜାରେ ହର ପାର୍ବତୀ ଠାକୁର ହେଇଛି। ଆଉ ଏଠି ଡାନ୍ସ ପରଫର୍ମାନ୍ସ ହେଉଛି, ଛୋଟ ଛୋଟ ଛୁଆମାନେ ସବୁ ଡାନ୍ସ କରୁଛନ୍ତି। ଆଉ ଟିକେ ମୁଣ୍ଡା ଦେଖିଲା, ଆମ ଗେଲି ଟିକେ ଦେଖିଲା ଡାନ୍ସ ଛୋଟ ଛୁଆମାନଙ୍କର। ଆଉ ସବୁଆଡ଼େ ମାନେ ପ୍ରସାଦ ଦିଆହେଉଛି, ଏଠି ବି ପ୍ରସାଦ ଦିଆହେଉଥିଲା। ଆଉ ବହୁତ ଭିଡ଼ ହୋଇଥିଲା, ଲାଇନ୍ ଲଗେଇକି ଲୋକମାନେ ନେଉଛନ୍ତି। ଆଉ ଆମର ତ ଏବେ ବୁଲାବୁଲି ସରିନି, ଚାଲିଛି। ଆଉ ଆମର ଲାଷ୍ଟ ଅଛି ଟିକେ ଯିବା ପାଲବଣୀ। ଆମ ଘର ତ ପାଲବଣୀ ଦେଇକି ଯେହେତୁ ଆସିବା। ଏଇଟା ଦେଖନ୍ତୁ ସାଙ୍ଗମାନେ, ଏଇଟା ହେଉଛି ଆମର MPC କଲେଜ। ଆମର ରାଜା ଯେ ବନେଇଥିଲା MPC କଲେଜ। ସେଇଠି ବି ଲଡ଼ୁ ଦିଆହେଉଥିଲା। ଆମ ଗେଲିମା ଗୋଟେ ଆଣିଲା, ଖାଇଲା ଦେଖି। ଏଇଠି ସାଙ୍ଗମାନେ ଦେଖନ୍ତୁ, ଏଇଟା ଆମର ଦଶହରା ପାଇଁ ଯେ ବାଡ଼ି ଖେଳ ଆଖଡ଼ା ଯାହାକୁ କୁହନ୍ତି, ସେଇଟା ଯାଉଛୁ। ଏଇଠି ଆମର ପହଞ୍ଚିଗଲା। ଦେଖନ୍ତୁ ସାଙ୍ଗମାନେ, ଆମର ପାଲବଣୀ ପାଖରେ
ଏଇଟା ପାଲବଣି ଆମର ମେନ୍ ଗେଟ୍ରେ ସଜା ହେଇଛି। ବାରିପଦାରେ 3ଟା ଜାଗାରେ ଭଲ ମାନେ ମେଢ଼ ହୁଏ। ଗୋଟେ ହେଉଛି ପାଲବଣି, ଆଉ ଗୋଟେ ତୁଳସୀ ଚଉରା, ଆଉ ଗୋଟେ ତକତପୁର। ଏଇ 3ଟା ଜାଗାରେ ସବୁଠୁ ବଡ଼ ଭଲ ଡେକୋରେସନ୍, ଭଲ ସାଜସଜ୍ଜା କରିଥାନ୍ତି। ଆଉ ଚାଲ ସାଙ୍ଗମାନେ, ଏଠି ଆମେ ପହଞ୍ଚିଗଲେ ପାଲବଣି ପାଖରେ। ଏଠି ଆମର ଟାଇମ୍ ହେଇଛି 9ଟା। ଆଉ 9ଟା ସମୟରେ ବି ଦେଖନ୍ତୁ କେତେ ଭିଡ଼ ଥିଲା। ଆମେ 7ଟା ବେଳେ ଯାଇଥିଲେ ବି ଭିଡ଼ ଥିଲା। ଏବେ 9ଟା ହେଇଗଲାଣି, ଭିଡ଼ କମି ନାହିଁ। ଆଉ ଏଠି ବି ପ୍ରୋଗ୍ରାମ ହେଉଛୁ, ସେଥିପାଇଁ ଏତେ ଭିଡ଼ ହେଉଛି। ଏଠି ଆମର ଦେଖନ୍ତୁ ସାଙ୍ଗମାନେ, ପାଲବଣିରେ ଆମର ଅଘୋରୀ ଡ୍ୟାନ୍ସ ହେଉଛି, ଡ୍ୟାନ୍ସ ପରଫର୍ମାନ୍ସ ହେଉଛି। ଅଘୋରୀ ବାବା ମାନେ ଯେମିତି ସବୁ ଅବତାର ନେଇଥାନ୍ତି, ସେମିତି ହେଇକି ଆମର ଏଠି ଚାଲିଛି। ସାଙ୍ଗମାନେ, ଆମର ଏଇଠି ଦେଖନ୍ତୁ ଅଘୋରୀ ଡ୍ୟାନ୍ସ ଚାଲିଛି। ଆଉ ମୁଁ ଭିଡ଼ିଓଟି ଏଇଠି ଏଣ୍ଡ କରୁଛି। ଆଉ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ। ଆଉ ଏନ୍ଜୟ କରନ୍ତୁ ଆମର ପାଲବଣି ବାରିପଦାର ଅଘୋରୀ ଡ୍ୟାନ୍ସ ପରଫର୍ମାନ୍ସକୁ ଏନ୍ଜୟ କରନ୍ତୁ। ଆଉ ଭିଡ଼ିଓଟି ମୁଁ ଏଇଠି ଏଣ୍ଡ କରୁଛି। ରହୁଛି, ଜୟ ଜଗନ୍ନାଥ।